गुड मॉर्निंग डियर स्टूडेंट्स। आज आमे ତମ ମାନଙ୍କର ଇତିହାସ ବହିର ପ୍ରଥମ ଅଧ୍ୟାୟ ବା ପ୍ରଥମ ପାଠରୁ ଆରମ୍ଭ କରିବା। ଇତିହାସ ବହିରେ ଅନେକ ପାଠ ଅଛି ଆଉ ବହୁତ ବଡ ପାଠଟା ଅଛି। ଏହାକୁ ଆମେ ପ୍ରଥମରୁ ଟିକେ ଟିକେ କରି ସବୁକୁ ସାରିବା ପାଇଁ ଚେଷ୍ଟା କରିବା। ରାଇଟ, ଏଠି ଦେଖନ୍ତୁ ଇତିହାସ ବହିର ପ୍ରଥମ ଅଧ୍ୟାୟରେ କଣ ରହିଛି? ପ୍ରଥମ ଅଧ୍ୟାୟକୁ ବିଭିନ୍ନ ପାଠରେ ଭାଗ କରିଛି। ପ୍ରଥମ ପାଠ, ଦ୍ଵିତୀୟ ପାଠ, ତୃତୀୟ ପାଠ, ଚତୁର୍ଥ ପାଠ, ପଞ୍ଚମ ପାଠ, ଷଷ୍ଠ ପାଠ ଏମିତି ଭାଗ କରିଛି। ରାଇଟ, ତ ପ୍ରଥମ ପାଠରେ କଣ ରହିଛି? ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧୀଙ୍କର ଆବିର୍ଭାବ ବିଷୟରେ ରହିଛି। କଣ ଦେଇଛି? ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧୀଙ୍କର ଆବିର୍ଭାବ। ଓକେ, ମୁଁ ପେନ୍ କୁ ଟିକେ ସେଟ୍ କରିଦିଏ, ତାପରେ ଲେଖିବା ପାଇଁ ସୁବିଧା ହେବ। ରାଇଟ, ଏଠି ଦେଖନ୍ତୁ। ରାଇଟ, ପ୍ରଥମ ଅଧ୍ୟାୟ କଣ ରହିଛି? ପ୍ରଥମ ଅଧ୍ୟାୟ, ପ୍ରଥମ ଅଧ୍ୟାୟରେ କଣ ରହିଛି? ଭାରତୀୟ ଜାତୀୟ ଆନ୍ଦୋଳନ, ଗାନ୍ଧୀ ଯୁଗ। ଆଉ ଗାନ୍ଧୀ, ଏଇଟା ବହୁତ ବଡ ପାଠଟା, ଅଧ୍ୟାୟଟା। ଏଠି କେତୋଟି? ଏଇଟା ପ୍ରଥମ ପାଠ। ଏଠି ଗୋଟେ ଛଅଟି ପାଠ ରହିଛି। କଣ? ଛଅଟି ପାଠ ରହିଛି। ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧୀଙ୍କର ଆବିର୍ଭାବ। ପ୍ରଥମ ପାଠ ହେଲା ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧୀଙ୍କର ଆବିର୍ଭାବ ରହିଛି। ରାଇଟ, ଏଠି କଣ ଅଛି? ଗାନ୍ଧୀଙ୍କର ଆବିର୍ଭାବ କେମିତି ହେଇଥିଲା, ସେ କଣ କଣ କରିଥିଲେ ସେ ବିଷୟରେ ରହିଛି। ରାଇଟ, ପ୍ରଥମେ ଦେଖିବା ପୃଥିବୀ ଇତିହାସ ପୃଷ୍ଠରେ ଯେଉଁ କେତେ ଜଣ ବିଶିଷ୍ଟ ବ୍ୟକ୍ତିଙ୍କର ନାମ ଉଲ୍ଲେଖ ରହିଛି, ସେମାନଙ୍କ ମଧ୍ୟରେ ମହାତ୍ମା ଗାନ୍ଧୀ ଅନ୍ୟତମ। ପିଲାମାନେ, ପୃଥିବୀରେ ଯେତେ ବି ମହାନ ବ୍ୟକ୍ତି ରହିଛନ୍ତି ପୃଥିବୀ ପୃଷ୍ଠରେ, ସେମାନଙ୍କ ମଧ୍ୟରେ ମହାତ୍ମା ଗାନ୍ଧୀ ଜଣେ ଅନ୍ୟତମ। ମହାତ୍ମା ଗାନ୍ଧୀ ବା ଜାତିର ପିତା ମହାତ୍ମା ଗାନ୍ଧୀ କେବଳ ଭାରତ ଇତିହାସରେ ନୁହେଁ, ସମଗ୍ର ବିଶ୍ୱରେ ଜଣେ ଜନନାୟକ ଭାବରେ ପରିଚିତ। ଭାରତୀୟ ଜାତୀୟ ଭାରତୀୟ ରାଜନୀତିରେ ମହାତ୍ମା ଗାନ୍ଧୀଙ୍କର ପ୍ରବେଶ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲେ। ପିଲାମାନେ ଦେଖନ୍ତୁ, ଏ ପ୍ରଥମରେ କଣ ଲେଖିଛି ମହାତ୍ମା ଗାନ୍ଧୀଙ୍କ ବିଷୟରେ? ଯେ ପୃଥିବୀରେ ଯେତେ ବି ବିଶିଷ୍ଟ ବ୍ୟକ୍ତି ମାନେ ଅଛନ୍ତି, ସେମାନଙ୍କ ମଧ୍ୟରେ ମହାତ୍ମା ଗାନ୍ଧୀ ଜଣେ ଅନ୍ୟତମ। ଆଉ ଜାତିର ପିତା ମହାତ୍ମା ଗାନ୍ଧୀ କେବଳ ଯେ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଜଣେ ଜନନାୟକ। ଜନନାୟକ ମାନେ ଲୋକମାନଙ୍କର ନାୟକ। ଲୋକମାନଙ୍କର ହକ୍, ଅଧିକାର ଏବଂ ତାଙ୍କର ସୁବିଧା ସୁଯୋଗ ପାଇଁ ଲଢେଇ କରୁଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଅନ୍ୟତମ। ଯେତେବେଳେ ମହାତ୍ମା ଗାନ୍ଧୀ ଭାରତ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିଥିଲେ, ସେତେବେଳେ ଭାରତ ସ୍ୱାଧୀନତା ସଂଗ୍ରାମରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେଇଥିଲା। କେମିତି ହେଇଥିଲା ତାଙ୍କ ବିଷୟରେ ଆମେ ବର୍ତ୍ତମାନ ଗୋଟେ ପରେ ଗୋଟେ ଦେଖିବା। ଆଉ ପିଲାମାନେ ଆଉ ଗୋଟେ କଥା ମନେ ରଖନ୍ତୁ, ସବୁବେଳେ ଗୋଟେ ଡେଟ୍ ବା ତାରିଖ ଏବଂ ଇଭେଣ୍ଟ ବା ତାର କାର୍ଯ୍ୟକଳାପକୁ ସୁନ୍ଦର ଭାବରେ ଟିକେ ମନେ ରଖିବାକୁ ପଡିବ। ରାଇଟ, ଏଠି ଇତିହାସର ଯେହେତୁ ଆମେ ପ୍ରଥମ ଅଧ୍ୟାୟ ପଢୁଛୁ, ପ୍ରଥମ ଅଧ୍ୟାୟରେ ଯଦି ଆମେ ଧୀରେ ଧୀରେ ଯଦି ପ୍ରାଞ୍ଜଳ ଭାବରେ ଶିଖିବା, ତେବେ ନିଶ୍ଚିତ ରୂପରେ ଆମେ ଭଲ ଭାବରେ ବୁଝିପାରିବା, ଜାଣିପାରିବା, ଶିଖିପାରିବା। ରାଇଟ, ଏଠି ଦେଖନ୍ତୁ ପ୍ରଥମ ଡେଟ୍ ଆଉ ଇଭେଣ୍ଟ ଏଠୁ ଷ୍ଟାର୍ଟ ହେଇଯାଇଛି। ଏହି ମହାନ ପୁରୁଷଙ୍କର ପୁରା ନାମ ଥିଲା ମୋହନ ଦାସ କରମଚାନ୍ଦ ଗାନ୍ଧୀ। ଦେଖନ୍ତୁ, ଏହି ମହାନ ପୁରୁଷ କିଏ? ମହାତ୍ମା ଗାନ୍ଧୀଙ୍କର ପୁରା ନାମ କଣ? ମୋହନ ଦାସ କରମଚାନ୍ଦ ଗାନ୍ଧୀ। ତ ମହାତ୍ମା ଗାନ୍ଧୀର ପୁରା ନାମ କଣ କହିବେ? ତେବେ କଣ କହିବେ ପିଲାମାନେ? ତମେ କହିବ ମୋହନ ଦାସ କରମଚାନ୍ଦ ଗାନ୍ଧୀ। ସେ 1869 1869 ଖ୍ରୀଷ୍ଟାବ୍ଦ ଅକ୍ଟୋବର 2 ତାରିଖ ଗୁଜରାଟର ପୋରବନ୍ଦର ନାମକ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ। 1882 ଖ୍ରୀଷ୍ଟାବ୍ଦରେ ସେ କସ୍ତୁରବାଙ୍କୁ ବିବାହ କରିଥିଲେ। ଏଠି ଦେଖ ପିଲାମାନେ, ଡେଟ୍ ଆଉ ଇଭେଣ୍ଟ ବା ତାରିଖ ଆଉ କାର୍ଯ୍ୟ ଆରମ୍ଭ ହେଇଯାଇଛି। ସେ କେବେ ଜନ୍ମଗ୍ରହଣ କରିଥିଲେ? 1869 କୋଉ ମାସରେ? ଅକ୍ଟୋବର 2 ତାରିଖ ଦିନ। କେବେ ଜନ୍ମଗ୍ରହଣ କରିଥିଲେ? 1869 ଅକ୍ଟୋବର 2 ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ। କୋଉଠାରେ ଜନ୍ମଗ୍ରହଣ କରିଥିଲେ? ଗୁଜରାଟର ପୋରବନ୍ଦର ନାମକ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ। ତାପରେ 1882 ଖ୍ରୀଷ୍ଟାବ୍ଦ ଆସିଯାଇଛି। 1882 ଖ୍ରୀଷ୍ଟାବ୍ଦରେ ସେ ବିବାହ କରିଥିଲେ। କାହାକୁ ବିବାହ କରିଥିଲେ? କସ୍ତୁରବାଙ୍କୁ ବିବାହ କରିଥିଲେ। ତୁମେ ଜାଣିଛ କି ପିଲାମାନେ? ଏଠି ତୁମେ ଜାଣିଛ କି ବୋଲି କିଛି କିଛି ଦେଇଥାଏ, ସେଇଟାକୁ ବି ଟିକେ ଧ୍ୟାନ ଦେଇକି ଯଦି ପଢିବ, ନିଶ୍ଚିତ ରୂପରେ ଆଉ କିଛି ନୂଆ ଇନଫରମେସନ ବା ନୂଆ ଜିନିଷ କିଛି କିଛି ଜାଣିପାରିବ। ଦେଖ, କସ୍ତୁରବାଙ୍କୁ ସମସ୍ତେ ଶ୍ରଦ୍ଧାରେ ବା ବୋଲି ସମ୍ବୋଧନ କରୁଥିଲେ। ଗାନ୍ଧୀଙ୍କର ସମସ୍ତ ରାଜନୈତିକ କାର୍ଯ୍ୟକଳାପରେ ସେ ତାଙ୍କ ସହିତ ରହିଥିଲେ ଏବଂ ବହୁ ଥର ବନ୍ଦୀ ହେଇଥିଲେ।
तो କସ୍ତୁରିବା କିଏ? କସ୍ତୁରିବା ହଉଛି ଗାନ୍ଧୀଙ୍କର ଧର୍ମପତ୍ନୀ। ତାଙ୍କୁ ଲୋକମାନେ ଶ୍ରଦ୍ଧାରେ କଣ କହୁଥିଲେ? ବା ବୋଲି କହୁଥିଲେ। ସେ ଯେତେବେଳେ ମହାତ୍ମା ଗାନ୍ଧୀ ସ୍ଵାଧୀନତା ସଂଗ୍ରାମରେ କାର୍ଯ୍ୟ କରୁଥିଲେ, ସବୁ କାର୍ଯ୍ୟ କଲା ପରେ କସ୍ତୁରିବା ଗାନ୍ଧୀ ବା କସ୍ତୁରିବା ସବୁବେଳେ ସାହାଯ୍ୟ କରୁଥିଲେ ଏବଂ ବନ୍ଧୁ ମଧ୍ୟ ଯାଇଥିଲେ। ରାଇଟ। ତାପରେ କଣ ହେଇଛି ଦେଖିବା। ଓକେ। ଆଉ ଗୋଟେ ତାରିଖ ଆସିଛି 1888 ଅକ୍ଟୋବର ମାସରେ ଗାନ୍ଧୀଜୀ ବାରିଷ୍ଟର ପଢିବା ପାଇଁ ଲଣ୍ଡନ ଯାତ୍ରା କଲେ। ଦେଖନ୍ତୁ, ଗାନ୍ଧୀଙ୍କର ପ୍ରଥମ ଲଣ୍ଡନ ଯାତ୍ରା କେବେ ହେଇଥିଲା? 1888 ମସିହାରେ। 1888 ମସିହାରେ ଲଣ୍ଡନକୁ କାହିଁକି ଯାଇଥିଲେ? ସେ ବାରିଷ୍ଟର ଅଧ୍ୟୟନ କରିବା ପାଇଁ, ବାରିଷ୍ଟର ପଢିବା ପାଇଁ ସେ ଯାଇଥିଲେ। 1891 1891 ଜୁନ ମାସରେ ଆଇନ ଶିକ୍ଷା ଶିକ୍ଷା ସମାପ୍ତ ପରେ ସେ ବାରିଷ୍ଟର ଭାବରେ ରାଜକୋଟ ଓ ବମ୍ବେ ଆଇନ ବ୍ୟବସାୟ କଲେ। ପିଲାମାନେ, ସେ କେବେ ଲଣ୍ଡନ ଗଲେ? 1888 ମସିହାରେ। 1888 ମସିହାରୁ 1891 ମସିହା ପର୍ଯ୍ୟନ୍ତ ସେ ଅଧ୍ୟୟନ କରିଛନ୍ତି। 1891 ଜୁନ ମାସରେ ନିଜର ଆଇନ ଶିକ୍ଷା ସମାପ୍ତ କଲା ପରେ ସେ କୋଉଠିକି ଆସିଛନ୍ତି? ଇଣ୍ଡିଆକୁ ଫେରି ଆସିଛନ୍ତି। ଇଣ୍ଡିଆକୁ ଆସିଲା ପରେ ସେ ରାଜକୋଟ ଓ ବମ୍ବେ ହାଇକୋର୍ଟରେ ସେ ଆଇନ ବ୍ୟବସାୟ ଆରମ୍ଭ କରିଦେଇଛନ୍ତି। ରାଇଟ। ଓକେ। ତ ଦାଦା ଅବଦୁଲ୍ଲା ନାମକ ଜଣେ ଭାରତୀୟ ମୁସଲମାନ ବ୍ୟବସାୟୀଙ୍କର ଓକିଲ ରୂପେ ଏକ ମୋକଦ୍ଦମା ଲଢିବା ପାଇଁ ସେ ଦକ୍ଷିଣ ଆଫ୍ରିକା ନାଟାଲ ନାମକ ସ୍ଥାନକୁ ଯାଇଥିଲେ। ରାଇଟ। ଏଟା ହେଲା ତାଙ୍କର ପ୍ରଥମ ଘଟଣା। କଣ? ଯେତେବେଳେ ଆଇନ ଭାବରେ ବାରିଷ୍ଟର ପଢିକି ଆସିଲେ ବା ବାରିଷ୍ଟର ଅଧ୍ୟୟନ କରି ଓଡିଶାକୁ ସରି ଇଣ୍ଡିଆକୁ ଆସିଲେ, ସେତେବେଳେ ସେ କୋଉଠି ବ୍ୟବସାୟ ଆରମ୍ଭ କରିଥିଲେ? ରାଜକୋଟ ଆଉ ବମ୍ବେରେ। ଏଇ ସମୟରେ ଜଣେ ଦାଦା ଅବଦୁଲ୍ଲା ନାମକ ଜଣେ ମୁସଲମାନ ବ୍ୟବସାୟୀଙ୍କର ତାଙ୍କର ଦେଖା ହେଲା। ତାଙ୍କ ଗୋଟେ କେସ୍ ଚାଲିଥାଏ। ତାଙ୍କର କେସ୍ ବା ତାଙ୍କର ମୋକଦ୍ଦମା ଲଢିବା ପାଇଁ ସେ ଦକ୍ଷିଣ ଆଫ୍ରିକାକୁ ଯାଇଥିଲେ। ଆଉ ଦକ୍ଷିଣ ଆଫ୍ରିକାର କୋଉ ସ୍ଥାନକୁ ଯାଇଥିଲେ? ନାଟାଲ ସ୍ଥାନକୁ ଯାଇଥିଲେ। କୋଉ ସ୍ଥାନକୁ ଯାଇଥିଲେ? ନାଟାଲ ସ୍ଥାନକୁ ଯାଇଥିଲେ। ରାଇଟ। ତାପରେ କଣ ହେଇଛି ପିଲାମାନେ ଦେଖିବା। ରାଇଟ। ଇଭେଣ୍ଟ ଗୁଡିକ। ଓକେ। ସି, ଏଇଟା ଆପଣ ମାନେ ଦେଖିପାରିଥିବେ ତାଙ୍କର ପିକ୍ଚର। ଯେତେବେଳେ ଦକ୍ଷିଣ ଆଫ୍ରିକାରେ ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାରେ କେମିତି ସେ ଦେଖାଯାଉଥିଲେ ତାଙ୍କ ବିଷୟରେ ଦେଖନ୍ତୁ। ମହାତ୍ମା ଗାନ୍ଧୀ କୋଟ ପିନ୍ଧିଛନ୍ତି, ଟାଇ ପିନ୍ଧିଛନ୍ତି, ବଢିଆ ସାର୍ଟ ପିନ୍ଧିଛନ୍ତି। ତାଙ୍କ ମୁଣ୍ଡରେ କଣ ଅଛି? ଭଲ ବାଲଟା ଅଛି। ଆଉ ତାଙ୍କର ବଡ ବଡ ଚଷମା ଏଠି ନାହିଁ। ତ ଦକ୍ଷିଣ ଆଫ୍ରିକାରେ ସେ ଗୋଟେ ୟଙ୍ଗ ଜେଣ୍ଟଲମ୍ୟାନ ଭାବରେ ସେ ଯାଇଛନ୍ତି। ରାଇଟ। ତାପରେ କଣ ହେଇଛି ଆମେ ଦେଖିବା। ରାଇଟ। ସରି। ଓକେ। ଅ ତୁମେ ତୁମ ପାଇଁ କାମ। ତୁମ ପାଇଁ କଣ? ତମ ପାଇଁ କାମ କଣ? ଦେଖ ପିଲାମାନେ, ଏଠି ଲେଖିଛି ଗାନ୍ଧୀଙ୍କର ପିତାମାତା ଓ ବାଲ୍ୟ ଜୀବନ ସମ୍ପର୍କରେ ଏକ କ୍ଷୁଦ୍ର ପ୍ରବନ୍ଧ ଲେଖ। ଯଦି ତୁମ ପାଇଁ କାମ, ଏଇଟା ବହିରେ ପ୍ରତି ଜାଗାରେ ଦେଇଛି, ସେଇଟାକୁ ତମେ ନିହାତି ଟିକେ ଟିକେ କରିବା ନିହାତି ଦରକାର, ଯାହା ଫଳରେ ଗାନ୍ଧୀଙ୍କ ବିଷୟରେ ବହୁତ କିଛି ଜାଣିପାରିବ। ତାଙ୍କର ପିତାମାତା ଏବଂ ତାଙ୍କର ବାଲ୍ୟ ଜୀବନ କଣ ଥିଲା, କେମିତି ଥିଲା, ତାଙ୍କ ବିଷୟରେ ଟିକେ କଣ ଲେଖିବ? ପ୍ରବନ୍ଧ ଲେଖିବ। ରାଇଟ। ଏବେ ଦେଖ, ଶ୍ୱେତାଙ୍ଗ। ରାଇଟ। ଏଠି ପିଲାମାନେ ଦେଖ, ଶ୍ୱେତାଙ୍ଗ ଇଂରେଜ ମାନଙ୍କର ବୈଦେଶିକ ନୀତି ଯୋଗୁଁ କୃଷ୍ଣାଙ୍ଗ ଆଫ୍ରିକଙ୍କ ସହ ଦକ୍ଷିଣ ଆଫ୍ରିକାରେ କାମ କରୁଥିବା ଭାରତୀୟ ମାନେ ବିଭିନ୍ନ ଅତ୍ୟାଚାରର ସମ୍ମୁଖୀନ ହେଇଥିଲେ। ସେଠାରେ ଭାରତୀୟ ମାନଙ୍କର ଭୋଟର ଅଧିକାର ନଥିଲା। ସେମାନଙ୍କର ନାମ ପଞ୍ଜୀକରଣ କରି ନିର୍ବାଚନ କର ଦେବାକୁ ପଡୁଥିଲା। ସେମାନଙ୍କର ବସତି ସ୍ଥାପନ ପାଇଁ ଜନାକୀର୍ଣ୍ଣ ଅସ୍ୱାସ୍ଥ୍ୟକର ପରିବେଶରେ ସ୍ଥାନ ଉଦ୍ଦିଷ୍ଟ କରାଯାଉଥିଲା। ସେମାନଙ୍କର ରାତି 9ଟା ପରେ ଘରୁ ବାହାରକୁ ଯାଇପାରୁ ନଥିଲେ ଏବଂ ଜନସାଧାରଣଙ୍କର ପାଦ ଚଲା ରାସ୍ତା ବ୍ୟବହାର କରିପାରୁନଥିଲେ। ସେମାନେ ରେଳଗାଡିର ପ୍ରଥମ ଓ ବା ଦ୍ୱିତୀୟ ଶ୍ରେଣୀ କୋଠରୀରେ ଯାତ୍ରା କରିପାରୁନଥିଲେ। ଦେଖ ପିଲାମାନେ, ଯେତେବେଳେ ସାଉଥ ଆଫ୍ରିକାକୁ ମହାତ୍ମା ଗାନ୍ଧୀ ଯାଇଛନ୍ତି, ସେତେବେଳେ କଣ ଦେଖିଲେ ସେ? ସେତେବେଳେ ଦୁଇ ଜଣଙ୍କର ବ୍ୟକ୍ତି ଦେଖିଲେ। ଗୋଟେ ହେଲା ଶ୍ୱେତାଙ୍ଗ, ଆଉ ଗୋଟେ ହେଲା କୃଷ୍ଣାଙ୍ଗ। ଶ୍ୱେତାଙ୍ଗ ମାନେ ଗୋରା ଲୋକ, କୃଷ୍ଣାଙ୍ଗ ମାନେ କଳା ଲୋକ। ଶ୍ୱେତାଙ୍ଗ କାହାକୁ କୁହାଯାଏ? ଇଂରେଜ ମାନଙ୍କୁ କୁହାଯାଏ। ଏବଂ କୃଷ୍ଣାଙ୍ଗ କାହାକୁ କୁହାଯାଏ? ଆଫ୍ରିକାର ଲୋକମାନେ କଳା କଳା ହେଇଥିବାରୁ ସେମାନଙ୍କୁ କୃଷ୍ଣାଙ୍ଗ ବୋଲି କୁହାଯାଇଥାଏ। ତ ଏମାନେ କଣ? ତାଙ୍କ ବର୍ଣ୍ଣ ବୈଷମ୍ୟ ନୀତି
ବର୍ଣ୍ଣ ବୈଷମ ନୀତି ମାନେ କଣ? ବର୍ଣ୍ଣ ବୈଷମ୍ୟ ନୀତି ମାନେ ହେଲା ଯୋଉଟା କି ବର୍ଣ୍ଣକୁ ନେଇକି ସେମାନେ ପାତର ଅନ୍ତର କରୁଥିଲେ କଳା ଗୋରାକୁ ନେଇକରି। ତ ସେଇ ସମୟରେ ଯୋଉ ଭାରତୀୟ ମାନେ ଥିଲେ ସେମାନେ ଅନେକ ଅନ୍ୟାୟ ଅତ୍ୟାଚାରର ସମ୍ମୁଖୀନ ହେଇଥିଲେ। କଣ? ସେମାନଙ୍କର ତ ପ୍ରଥମେ ଭୋଟ ଦେବା ବା ଭୋଟ ଦାନ ଦେବା ଅଧିକାର ନଥିଲା। ଆଉ ସେମାନେ କଣ? ତାଙ୍କର ନାମ ପଞ୍ଜୀକରଣ କରି ନିର୍ବାଚନ କର ଦଉଥିଲେ। କଣ ଦଉଥିଲେ? କର ଦଉଥିଲେ। ନିର୍ବାଚନ କର ଦଉଥିଲେ କିନ୍ତୁ ଭୋଟ ଦେବା ଅଧିକାର ନଥିଲା। ତ ସେମାନେ ଯୋଉ ସ୍ଥାନରେ ରହୁଥିଲେ ବସବାସ କରୁଥିଲେ ସେଠି ବହୁତ ଜନାକୀର୍ଣ୍ଣ ଏବଂ ଅସ୍ୱାସ୍ଥ୍ୟକର ପରିବେଶ ଥିଲା। ଯୋଉଠି ବହୁତ ସଂକୀର୍ଣ୍ଣ ଜାଗାରେ, ଯୋଉଠି କି ସ୍ୱାସ୍ଥ୍ୟକର ଜାଗା ନୁହେଁ, ସନ୍ତସନ୍ତିଆ ଜାଗା ବା ବହୁତ ଖରାପ ଜାଗାରେ ସେମାନଙ୍କୁ ରହିବା ପାଇଁ ବାଧ୍ୟ କରାଯାଉଥିଲା। ଆଉ ସେମାନେ 9ଟା ପରେ ଘରୁ ବାହାରି ପାରୁନଥିଲେ ଏବଂ କଣ କରୁଥିଲେ? 9ଟା ପରେ ବାହାରି ପାରୁନଥିଲେ ଏବଂ ଯୋଉଠି ମାନେ ଶ୍ଵେତାଙ୍ଗ ବା ଇଂରେଜ ମାନେ ଚଳାଚଳ କରୁଥିଲେ ସେଇ ରାସ୍ତା ବ୍ୟବହାର କରିପାରୁନଥିଲେ। ଦୁଇଟା ଜିନିଷ ହେଲା, 9ଟାରୁ ବାହାରକୁ ବାହାରି ପାରୁନଥିଲେ ଏବଂ ଯୋଉଠି କୃଷ୍ଣାଙ୍ଗ ମାନେ ଶ୍ଵେତାଙ୍ଗ ମାନେ ବା ଇଂରେଜ ମାନେ ଯୋଉ ଥିଲେ ସେ ଚଳା ପଥକୁ ବ୍ୟବହାର କରିପାରୁନଥିଲେ। ଏବଂ ସେମାନଙ୍କୁ ଆଉ ଗୋଟେ କଣ ରେଷ୍ଟ୍ରିକ୍ସନ ଥିଲା ଯେ ସେମାନେ ପ୍ରଥମ ବା ଦ୍ଵିତୀୟ ଶ୍ରେଣୀର କୋଠରୀରେ ରେଳ ଡବାରେ ଯାତ୍ରା କରିପାରୁ ନଥିଲେ। ରାଇଟ? ସେଠାରେ ବାସ କରୁଥିବା ଭାରତୀୟ, ଏଠି ପିଲାମାନେ ଦେଖ, ସେଠାରେ ଯୋଉମାନେ କୋଉଠାରେ ଯୋଉ ଦକ୍ଷିଣ ଆଫ୍ରିକାରେ ଯୋଉମାନେ ଭାରତୀୟ ମାନେ ବସବାସ କରୁଥିଲେ ସେମାନଙ୍କ ମଧ୍ୟରେ ବ୍ୟବସାୟୀ, ବଣିକ, ଜାହାଜ ମାଲିକ, ଶ୍ରମିକଙ୍କୁ ଶ୍ଵେତାଙ୍ଗ ମାନେ କୁଲି ବୋଲି ସମ୍ବୋଧନ କରୁଥିଲେ ଓ ନିଜ ଦୃଷ୍ଟିରେ ଦେଖୁଥିଲେ। ଦେଖ, ସେଠି ଯୋଉମାନେ ଭାରତୀୟ ମାନେ ଯାଇକରି ବ୍ୟବସାୟ ହୁଅନ୍ତୁ, ବଣିକ ହୁଅନ୍ତୁ, ଜାହାଜ ମାଲିକ ହୁଅନ୍ତୁ, ଶ୍ରମିକ ହୁଅନ୍ତୁ, ସମସ୍ତଙ୍କୁ ସେମାନେ କଣ କହୁଥିଲେ? କୁଲି ବୋଲି କହୁଥିଲେ ଏବଂ ସେମାନଙ୍କୁ ଅତି ନିଜ ଦୃଷ୍ଟିରେ ସେମାନେ ଦେଖୁଥିଲେ। ଗାନ୍ଧୀଙ୍କୁ ଗାନ୍ଧିଜୀଙ୍କୁ କଚେରୀ ଭିତରେ ପଗଡି କାଢି ଦେବାକୁ କୁହାଯାଇଥିଲା। ତ ଯେତେବେଳେ କଚେରୀ ଯାଇଥିଲେ ଆର ମକଦ୍ଦମା ଲଢାଇ କରିଥିଲେ ସେ ପଗଡି ଖଣ୍ଡେ ବାନ୍ଧିଥିଲେ। ତ ଏଣୁ ସେ ପଗଡିକୁ କାଢିବା ପାଇଁ ସେମାନେ ବାଧ୍ୟ କରିଥିଲେ। ଥରେ ସେ ରାତି 9ଟାରେ ପାଠଶାଳା ରାସ୍ତାରେ ଚାଲୁଥିବାରୁ ପୋଲିସ ଆକ୍ରମଣର ଶିକାର ହୋଇଥିଲେ। ସମସ୍ତ ହୋଟେଲ ତାଙ୍କୁ ରହିବ ସମସ୍ତ ହୋଟେଲ ହୋଟେଲ ଓ ତାଙ୍କୁ ରହିବାକୁ କୋଠରୀ ଦେବା ପାଇଁ ମନା କରିଦେଇଥିଲେ। ଦିନେ ସେ ରେଲଗାଡିର ପ୍ରଥମ ଶ୍ରେଣୀ କୋଠରୀରେ ଯାତ୍ରା କରୁଥିବା ସମୟରେ ତାଙ୍କ ଜ- ତାଙ୍କର ଜଣେ ଶ୍ଵେତାଙ୍ଗ ସହଯାତ୍ରୀଙ୍କ ଅଭିଯୋଗ କ୍ରମେ ଗୋଟିଏ ଷ୍ଟେସନରେ ରେଲଗାଡିର ଗାର୍ଡ ଓ ପୋଲିସ ଦ୍ୱାରା ତାଙ୍କୁ ଜିନିଷପତ୍ର ସହ ଉକ୍ତ ରେଲ କୋଠରୀରୁ ଠେଲି ବାହାର କରିଦିଆଯାଇଥିଲା। ଦେଖନ୍ତୁ, ତ ଭାରତୀୟ ମାନେ ଯେତେବେଳେ କଣ କହୁଥିଲେ ସେଠି ବ୍ୟବସାୟ କରୁଥିଲେ, ବଣିକ କରୁଥିଲେ, ଜାହାଜ ମାଲିକ ଥିଲେ, ଶ୍ରମିକ ଥିଲେ, ସେମାନଙ୍କୁ ସ୍ୱାଦେଙ୍ଗା ମାନେ ବା ଇଂରେଜ ମାନେ କୁଲି ବୋଲି କହୁଥିଲେ। ଯେତିକି ବେଳକେ କଣ ମହାତ୍ମା ଗାନ୍ଧୀ କଚେରୀ ଭିତରକୁ ଯାଇଥିଲେ, ପଗଡି ବାନ୍ଧିଥିଲେ, ତେଣୁ ତାଙ୍କୁ ପଗଡି କାଢିବା ପାଇଁ କହିଥିଲେ। ରାତି 9ଟା ପରେ ପାଦ ଚଲା ରାସ୍ତାରେ ପୋଲିସ ତାଙ୍କୁ ଆକ୍ରମଣ କରିଥିଲେ। ତାପରେ ଯେତେବେଳେ ହୋଟେଲରେ ରହିବାକୁ କୋଠରୀରେ ରହିବା ପାଇଁ ସେ ଚେଷ୍ଟା କରିଥିଲେ ହେଲେ ତାଙ୍କୁ ହୋଟେଲ ମିଳି ନଥିଲା। ତାପରେ କଣ ହୋଇଛି, ଯେତେବେଳେ ଦିନେ ରେଲ ଷ୍ଟେସନରେ ସେ ଯାଇଥିଲେ ସେତେବେଳେ ଜଣେ ଶ୍ଵେତାଙ୍ଗ ତାଙ୍କୁ ଅଭିଯୋଗ କରିଥିବା କ୍ରମେ ତାଙ୍କୁ ରେଲର ଗାର୍ଡ ଆଉ ପୋଲିସ ତାର ଜିନିଷ ପତ୍ର ଉକ୍ତ ରେଳ ଷ୍ଟେସନ କୋଠରୀରୁ ଠେଲି ବାହାର କରିଦେଇଥିଲେ ବା ପାଡ଼ି ଦେଇଥିଲେ। ତ ଏଇ ଘଟଣା କଣ ମହାତ୍ମା ଗାନ୍ଧୀଙ୍କୁ ନିଶ୍ଚିତ ରୂପରେ କଣ କରିଥିଲା? ବ୍ୟଥିବିବ୍ରତ କରିଦେଇଥିଲା। ରାଇଟ? ଶ୍ଵେତାଙ୍ଗଙ୍କର ବ୍ୟବହାରରେ ଗାନ୍ଧୀଙ୍କର ମନ ବିଦ୍ରୋହ ହୋଇ ଉଠିଲା। ତ ଯେତେବେଳେ ଶ୍ଵେତାଙ୍ଗ ମାନେ ବା ଇଂରେଜ ମାନେ ଯୋଉ କାର୍ଯ୍ୟକଳାପ କଲେ ଏଇ ସମୟରେ ତାଙ୍କର ମନରେ କଣ ହେଇଥିଲା? ବିଦ୍ରୋହ ହୋଇ ଉଠିଲା। ସେଠାରେ ଭାରତ ମାନଙ୍କ ମଧ୍ୟରେ ରାଜନୈତିକ ସଚେତନତା ଜାଗ୍ରତ କରିବା ପାଇଁ ଗାନ୍ଧିଜୀ 1894ରେ ନ୍ୟାସନାଲ ଭାରତୀୟ କଂଗ୍ରେସ ନାମକ ଏକ ରାଜନୈତିକ ଅନୁଷ୍ଠାନ ଗଠନ କଲେ ଏବଂ ଶ୍ଵେତାଙ୍ଗଙ୍କ ଅତ୍ୟାଚାର ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଇଣ୍ଡିଆନ ଓପିନିୟନ ନାମକ ଏକ ଏକ ସମ୍ବାଦ ପତ୍ରିକା ପ୍ରକାଶ କଲେ। ଦେଖନ୍ତୁ, ଯେତେବେଳେ ତାଙ୍କୁ ଏତେ ଅନ୍ୟାୟ ଅତ୍ୟାଚାର ହେଲା ସେତେବେଳେ ସାଙ୍ଗେ ସାଙ୍ଗେ ସେଇଠାରେ 18
ଓ 94 ନାଟାଲ ଭାରତୀୟ କଂଗ୍ରେସ ନାମକ ଗୋଟେ କଣ କଲେ, ନାଟାଲ ଭାରତୀୟ କଂଗ୍ରେସ ଗଠନ କଲେ ଏବଂ ଯୋଉ ରାଜନୈତିକ ଅନୁଷ୍ଠାନ ଗୋଟେ ଗଠନ କରିକି ଶ୍ୱେତାଙ୍ଗ ମାନଙ୍କର ଅତ୍ୟାଚାର ବିଷୟରେ ଲୋକମାନଙ୍କୁ ସଚେତନ କରିବା ପାଇଁ, ଅବଗତ କରିବା ପାଇଁ ଲଢାଇ ଆରମ୍ଭ କରିଦେଇଥିଲେ ଏବଂ ସେଥିପାଇଁ ଇଣ୍ଡିଆନ ଓପିନିଅନ ନାମକ ଏକ ସମ୍ବାଦ ପତ୍ରିକା ମଧ୍ୟ ପ୍ରକାଶ କଲେ। ତ କଣ, ଇଣ୍ଡିଆନ ଓପିନିଅନ ସମ୍ବାଦ ପତ୍ରିକା କୋଉଠି କଲେ, ଦକ୍ଷିଣ ଆଫ୍ରିକାରେ ସେ ପ୍ରକାଶ କଲେ। ଇଂରେଜ ମାନଙ୍କ ବିରୋଧରେ ସଂଗ୍ରାମ କରିବା ନିମନ୍ତେ ଗାନ୍ଧିଜୀ ନେତୃତ୍ୱ ନେଲେ। ତ ସେଇଠୁ ହିଁ ସେ ଇଂରେଜ ମାନଙ୍କ ବିରୋଧରେ ସଂଗ୍ରାମ କରିବା ପାଇଁ ସେ କଣ କଲେ, ଗାନ୍ଧିଜୀ ତାର ନେତୃତ୍ୱ ନେଇଥିଲେ। ଓକେ, ସେଠି କୋଉ କଂଗ୍ରେସ ଗଠନ କଲେ, ନାଟାଲ ଭାରତୀୟ କଂଗ୍ରେସ ନାମକ। କୋଉ ପତ୍ରିକା ସେ ମାନେ ପ୍ରକାଶ କଲେ, ଇଣ୍ଡିଆନ ଓପିନିଅନ ପତ୍ରିକା। ଓକେ, ନାଟାଲ ଭାରତୀୟ କଂଗ୍ରେସ କେବେ ଗଠନ କରେ, 1894 ମସିହାରେ ସେ ଗଠନ କରିଥିଲେ। ରାଇଟ, ତାପରେ କଣ ହେଇଛି, ଏଇ ସଂଗ୍ରାମ ସମୟରେ ସେ ସତ୍ୟ ଅହିଂସା ଉପରେ ଆଧାରିତ ନୂତନ ଅସ୍ତ୍ର ସତ୍ୟାଗ୍ରହର ପ୍ରବର୍ତ୍ତନ କଲେ। ଦେଖ, ଦକ୍ଷିଣ ଆଫ୍ରିକାରେ ହିଁ ସେ ସତ୍ୟ ଓ ଅହିଂସା ଉପରେ ଆଧାରିତ ଏକ ନୂତନ ଅସ୍ତ୍ର ବା ସତ୍ୟାଗ୍ରହକୁ ସେ ଆରମ୍ଭ କରିଥିଲେ। ସତ୍ୟାଗ୍ରହ ବା ସତ୍ୟ ଓ ଅହିଂସା ଉପରେ ଆଧାରିତର ନାମ ହେଲା ସତ୍ୟାଗ୍ରହ। ରାଇଟ, ତ ଏଇ ସତ୍ୟାଗ୍ରହ କଣ ହେଇଥିଲା, ଦେଖ 1906 ଖ୍ରୀଷ୍ଟାବ୍ଦରେ ଯେତେବେଳେ ଦକ୍ଷିଣ ଆଫ୍ରିକା ସରକାର ଏକ ଆଇନ ପ୍ରଣୟନ କରି ପ୍ରତ୍ୟେକ ଭାରତୀୟଙ୍କୁ ନିଜର ଅଙ୍ଗୁଳି ଛାପ ଥିବା ପଞ୍ଜୀକୃତ ପ୍ରମାଣ ପତ୍ରକୁ ସବୁ ସମୟରେ ନିଜ ସହିତ ବହନ କରିବା ବାଧ୍ୟତାମୂଳକ କଲେ, ଗାନ୍ଧିଜୀ ଉକ୍ତ ଆଇନ ବିରୋଧରେ ଆନ୍ଦୋଳନ କଲେ ଏବଂ ଏହି ଆନ୍ଦୋଳନରେ ପ୍ରଥମ ସତ୍ୟାଗ୍ରହ ଅସ୍ତ୍ର ପ୍ରୟୋଗ କରିଥିଲେ। 1906 ସେପ୍ଟେମ୍ବର 11ରେ ଜୋହାନେସବର୍ଗ ଏମ୍ପାୟାର ଥିଏଟରରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଉପସ୍ଥିତ ମୁଁ ତାକୁ କହୁଛି ପରେ। ଦେଖନ୍ତୁ, ସେ 1906 ଖ୍ରୀଷ୍ଟାବ୍ଦରେ ଯେତେବେଳେ ଦକ୍ଷିଣ ଆଫ୍ରିକା ସରକାର ଏକ ଆଇନ ପ୍ରଣୟନ କରିଥିଲେ ଯେ ଭାରତୀୟ ମାନେ ଆଙ୍ଗୁଳି ଛାପର ପଞ୍ଜୀକୃତ ପ୍ରମାଣ ପତ୍ର ଯୁଆଡେ ବି ଯିବେ ସିଆଡେ ବହନ କରି ନେବାକୁ ପଡୁଥିଲା। କିନ୍ତୁ ଗାନ୍ଧିଜୀ ଉକ୍ତ ଆଇନର ବିରୋଧ କଲେ ଏବଂ ଆଇନର ପ୍ରଥମ ସତ୍ୟାଗ୍ରହ ସେଇଠାରେ ହିଁ ଆରମ୍ଭ କରିଥିଲେ ଯେ ଯୋଉ ଭାରତୀୟ ମାନେ ଆଙ୍ଗୁଳି ଛାପ ପ୍ରମାଣ ପତ୍ର ନେଇପାରିବେ ନାହିଁ। ଏଣୁ ସେ କଣ କଲେ, 1906 ମସିହାରେ ସେପ୍ଟେମ୍ବର 11 ତାରିଖରେ ଜୋହାନବର୍ଗ ଏମ୍ପାୟାର ଥିଏଟରରେ ଅନୁଷ୍ଠିତ ସାଧାରଣ ସଭାରେ ଉପସ୍ଥିତ ହୋଇ ସେ କଣ କରିଛନ୍ତି, ଦେଖନ୍ତୁ, ସେ ଥିବା ଭାରତୀୟ ମାନେ ଏହି କଳା ଆଇନକୁ ଅମାନ୍ୟ କରିବା ପାଇଁ ଦୃଢ ସଂକଳ୍ପ ନେଲେ। ତ ଯେ କୋଉଠି, ସେଠାରେ ଆମର ଏଇ ଯୋଉ ଆଇନ ବିରୋଧରେ ଯୋଉ ଆଙ୍ଗୁଠି ଛାପ ନେଇଥିବା ପ୍ରମାଣ ପତ୍ର ଯୋଉ ବହନ କରି ନେବେ ନାହିଁ ବୋଲି ସେ ଜୋହାନସବର୍ଗ ଏମ୍ପାୟାର ଥିଏଟରରେ ଗୋଟେ ସଭା ଅନୁଷ୍ଠିତ ହେଇଥିଲା। ସେଠାରେ ସେ ଏଇ ଆଇନକୁ ଅମାନ୍ୟ କରିବା ପାଇଁ ଦୃଢ ସଂକଳ୍ପ ନେଇଥିଲେ ଏବଂ ସରକାରଙ୍କର ଅନେକ ଆନ୍ଦୋଳନକାରୀଙ୍କୁ ବନ୍ଦୀ କଲେ। କିଏ ସରକାର, କୋଉ ସରକାର, ଇଂରେଜ ସରକାର ଯେତେ ବି ନିୟମ ଆନ୍ଦୋଳନ କରିଥିଲେ ସେଠାରେ କଣ ଆନ୍ଦୋଳନକାରୀ ମାନଙ୍କୁ ବନ୍ଦୀ କରିବାରେ ଲାଗିଲେ। କୋଉମାନେ, ଶ୍ୱେତାଙ୍ଗ ବା ଇଂରେଜ ମାନେ। ଗାନ୍ଧୀଙ୍କୁ ଜୋହାନ୍ସବର୍ଗ କାରାଗାରରେ ବନ୍ଦୀ କରି ରଖାଗଲା। ସେତେବେଳେ ଗାନ୍ଧୀଙ୍କୁ ବି କଣ କଲେ, ସେଠାରେ ବନ୍ଦୀ କରି ରଖିଲେ। କୋଉଠି, ଜୋହାନ୍ସବର୍ଗ ରେ ବନ୍ଦୀ କରି ରଖିଲେ। ଓକେ, ତ ଏହି ଅହିଂସା ଆନ୍ଦୋଳନ ବିରୋଧରେ ସରକାରଙ୍କର ଦମନମୂଳକ ନୀତି ଅଧିକ ସଂଖ୍ୟକ ଭାରତୀୟଙ୍କୁ ଆଇନ ଅମାନ୍ୟ କରିବା ପାଇଁ ପ୍ରେରଣା ଦେଲା। ଯେତେବେଳେ ମହାତ୍ମା ଗାନ୍ଧୀ ବା ମୋହନଦାସ କରମଚାନ୍ଦ ଗାନ୍ଧୀ ତାଙ୍କର ହକ୍ ଆଉ ଅଧିକାର ପାଇଁ ଲଢେଇ କରିବା ପାଇଁ ପ୍ରୟାସ କଲେ, ତ ମହାତ୍ମା ଗାନ୍ଧୀଙ୍କୁ ମଧ୍ୟ ଜେଲରେ ଭରିଦେଲେ। ଏଣୁ ଯୋଉ ଆନ୍ଦୋଳନକାରୀ ମାନେ ଏଇ ଦମନମୂଳ ନୀତି ବିରୋଧରେ ଭାରତୀୟର ଆଇନ ଅମାନ୍ୟ କରିବା ପାଇଁ ପ୍ରେରଣା କଲା ଏବଂ ଗାନ୍ଧିଜୀଙ୍କ ସତ୍ୟାଗ୍ରହ ନୀତି ସଫଳ ହେଲା। ଯୋଉ ସତ୍ୟାଗ୍ରହ ଆରମ୍ଭ କରିଥିଲେ ତାହା ମଧ୍ୟ ସଫଳ ହେଇଗଲା ଏବଂ ଇତିମଧ୍ୟରେ ସରକାରଙ୍କ ଦ୍ୱାରା ଭାରତୀୟ ମାନଙ୍କର ଉଦ୍ଦେଶ୍ୟ ପ୍ରଣୀତ ଦେଶାନ୍ତ ଗମନ ନିଷେଧ ଆଇନ ବିରୋଧରେ ଅନେକ ଭାରତୀୟ 1908 ଅଗଷ୍ଟରେ ନାଟାଲ ସୀମା ପାର ହୋଇ ଟ୍ରାନ୍ସଭାଲ ଗମନ କଲେ ଏବଂ ଗିରଫ ହେଲେ। ତ
ତ ଏଇ ଯୋଉ ସତ୍ୟାଗ୍ରହ କଲେ ଯେ କୌଣସି ଜାଗାକୁ ଯିବା ପାଇଁ ହେଲେ ତମକୁ ମତଦାନ ଦେବା ବା ଭୋଟ ଚିହ୍ନ ଦେବା ପତ୍ରିକା ନେବା ପାଇଁ ପଡିବ ନାହିଁ ବୋଲି ମହାତ୍ମା ଗାନ୍ଧୀ କଲେ। ଏଇ ଓକେ ଏଇ ଆଇନ ବିରୋଧରେ ସେମାନେ ଭାରତୀୟ ମାନେ କଣ କରିଛନ୍ତି ସେ ଦେଶାନ୍ତର ଗମନ କଲେ। କୋଉଠିକୁ ଦେଶାନ୍ତର ଗମନ କଲେ? ଯୋଉମାନେ ପ୍ରଣୀତ ଦେଶାନ୍ତର ଗମନ ଯୋଉ ଆଇନ କରେ ତାର ବିରୋଧ କରି ସେମାନେ କଣ କଲେ ନାଟାଲ ସୀମା ହୋଇ ସେମାନେ ଟ୍ରାନ୍ସଭାଲ ଗମନ କଲେ। ତ ନାଟାଲ ଗୋଟେ ସହର, ଟ୍ରାନ୍ସଭାଲ ଗୋଟେ ସହର ବା ନାଟାଲ ଗୋଟେ ଜାଗା ଆଉ ଟ୍ରାନ୍ସଭାଲ ଗୋଟେ ଜାଗା। ତ ନାଟାଲ ଛାଡିକରି ସେମାନେ ଟ୍ରାନ୍ସଭାଲ ଯିବାରେ ଲାଗିଲେ ଏବଂ ଟ୍ରାନ୍ସଭାଲ ଯେତେବେଳେ ଗଲେ ସେତେବେଳେ ସେମାନେ ବହୁତ ସଂଖ୍ୟକ ଭାବରେ ଗିରଫ ମଧ୍ୟ ହେଇଥିଲେ। ତ ଏଇ ବର୍ଷ ଅକ୍ଟୋବରରେ ଗାନ୍ଧିଜୀଙ୍କୁ ମଧ୍ୟ ବନ୍ଦୀ କରାଗଲା। ସେ ଗାନ୍ଧିଜୀଙ୍କୁ ଅକ୍ଟୋବର ମାସରେ ତାଙ୍କୁ କଣ କରାଗଲା? ବନ୍ଦୀ କରାଗଲା। ପୁଣି ଥରେ ସେ ଜେଲ ଯିବାର ସମ୍ମୁଖୀନ ହେଇଥିଲେ। ଆନ୍ଦୋଳନଙ୍କର ଆନ୍ଦୋଳନ ପ୍ରଶମିତ ହେବା ପରିବର୍ତ୍ତେ ଅଧିକ ଶକ୍ତିଶାଳୀ ହେଲା। ତ ଆନ୍ଦୋଳନ ଯୋଉ ଆରମ୍ଭ କରିଥିଲେ ସେଠି କଣ ପ୍ରଶମିତ ହେବ? ସେଠି ଅଧିକ ଶକ୍ତିଶାଳୀ ହେଲା ମାନେ ଜୋରସୋର ହେଇଗଲା। ତାପରେ କଣ ହେଇଛି? 1913 ମାର୍ଚ୍ଚ 14ରେ ଦକ୍ଷିଣ ଆଫ୍ରିକାର ଉଚ୍ଚତମ ନ୍ୟାୟାଳୟର ଏକ ନିଷ୍ପତ୍ତି କ୍ରମେ ଖ୍ରୀଷ୍ଟିଆନ ରୀତି ଅନୁସାରେ ସମ୍ପାଦିତ ହେଇନଥିବା ଓ ପଞ୍ଜୀକରଣ ହୋଇ ନଥିବା ଭାରତୀୟ ମାନଙ୍କର ବିବାହର ସ୍ୱୀକୃତି ପ୍ରତ୍ୟାହାର କରାଗଲା। ତ ସେଠି କଣ କରାଗଲା? ଯୋଉ ଆନ୍ଦୋଳନ ଟା ଚାଲିଥାଏ ସେଇ ସମୟରେ ଦେଖନ୍ତୁ 1913 ମସିହା ମାର୍ଚ୍ଚ 14ରେ ଦକ୍ଷିଣ ଆଫ୍ରିକାର ଉଚ୍ଚତମ ନ୍ୟାୟାଳୟ ସେଠି ଦକ୍ଷିଣ ଆଫ୍ରିକାର ଯୋଉ ଉଚ୍ଚତମ ନ୍ୟାୟାଳୟ ଥିଲା ସେଠି ନିଷ୍ପତ୍ତି କ୍ରମେ ଖ୍ରୀଷ୍ଟିଆନ ରୀତି ଅନୁସାରେ ସମ୍ପାଦିତ ହୋଇ ନଥିବା ବା ପଞ୍ଜୀକୃତ ହୋଇ ନଥିବା ଭାରତୀୟ ମାନଙ୍କର ବିବାହ ସ୍ୱୀକୃତ ପ୍ରତ୍ୟାହାର କରାଗଲା। ମାନେ ଯୋଉମାନେ ଖ୍ରୀଷ୍ଟିଆନ ମାନଙ୍କ ରୀତିନୀତି ଅନୁସାରେ ବା ପଞ୍ଜୀକରଣ କରିନଥିଲେ ଆର୍ ବାହା ହେଇଥିଲେ ସେମାନେ ତାଙ୍କୁ ଦମ୍ପତ୍ତି ବୋଲି ସ୍ୱୀକାର କରାଗଲା ନାହିଁ। ଏଇ ବିରୋଧରେ କଣ ହେଇଥିଲା? ଏହା ବିରୋଧରେ ସଂଗଠିତ ଆନ୍ଦୋଳନ ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀଙ୍କର ନେତୃତ୍ୱାଧୀନ ଶେଷ ଆନ୍ଦୋଳନ ଥିଲା। ତ ସେଇଟା ଥିଲା ତାଙ୍କର ଶେଷ ଆନ୍ଦୋଳନ। କଣ? ଯୋଉମାନେ ଖ୍ରୀଷ୍ଟୀଙ୍କ ରୀତିନୀତି ଅନୁସାରେ ବାହା ହେଇନଥିବେ ଏବଂ ତାଙ୍କର ପଞ୍ଜୀକୃତ ହେଇନଥିବେ ତେବେ ତାଙ୍କୁ ସ୍ୱାମୀ ସ୍ତ୍ରୀ ବୋଲି କେବେ ବି ବିବେଚିତ କରାଯିବ ନାହିଁ ବୋଲି ସେମାନେ କହିଲେ। ତ ସେଠି ସେ ମହାତ୍ମା ଗାନ୍ଧୀ ନିଜର ଅହିଂସା ଅସ୍ତ୍ର ଉପାୟ ବା ପ୍ରୟୋଗ କରିଥିଲେ। ଗାନ୍ଧିଜୀଙ୍କର ନୂତନ ସଂଗ୍ରାମ ନିକଟରେ ଇଂରେଜ ସରକାରର ହାର ମାନିଲେ ଏବଂ କେତେକ ଅପମାନଜନକ ଆଇନ ପ୍ରତ୍ୟାହାର କରିବାକୁ ବାଧ୍ୟ ହେଲେ। ଯୋଉ ଯେ ଅପମାନ ସୂଚକ ଯୋଉ ଆଇନ ନିର୍ମାଣ କରିଥିଲେ ସେଟାକୁ ପ୍ରତ୍ୟାହାର କରିଲେ। ଯେ ଗୋଟେ ବ୍ୟକ୍ତି ଭାରତୀୟ ରୀତିନୀତି ଅନୁସାରେ ବିବାହ କରିବ, ଖ୍ରୀଷ୍ଟିଆନ ରୀତିନୀତି ଅନୁସାରେ କେମିତି ବିବାହ କରିପାରିବ? ତ ଏମିତି କିଛି ଆଇନକୁ ସେ କଣ କଲେ? ପ୍ରତ୍ୟାହାର କରିଲେ ଏବଂ ତାଙ୍କର ସତ୍ୟାଗ୍ରହଟା ସଫଳ ହେଇଥିଲା। ସେ ସମୟରେ ଦକ୍ଷିଣ ଆଫ୍ରିକାର ଶାସନର ମୁଖ୍ୟ ଥିଲେ ଜେନେରାଲ ସ୍ମଟ୍ସ। ସେଇ ସମୟରେ ଦକ୍ଷିଣ ଆଫ୍ରିକାର ଶାସନ ମୁଖ୍ୟ କିଏ ଥିଲେ? ଜେନେରାଲ ସ୍ମଟ୍ ଥିଲେ ସେଇ ସମୟର ଶାସନ ମୁଖ୍ୟ। ରାଇଟ, ମନେ ରଖନ୍ତୁ ପିଲାମାନେ। ତ ଦକ୍ଷିଣ ଆଫ୍ରିକାରେ ଯୋଉ ମୋକଦ୍ଦମା ଚାଲିଥାଏ 1913 ମସିହାରେ ଏଇ ସମୟରେ କିଏ ଥିଲେ ମୁଖ୍ୟ ଶାସକ ବା ମୁଖ୍ୟ ଶାସନର ମୁଖ୍ୟ? ଜେନେରାଲ ସ୍ମଟ୍ସ। ରାଇଟ। ତ ଦକ୍ଷିଣ ଆଫ୍ରିକାର ମାନଚିତ୍ର ନେଟାଲ ଓ ଜୋହାନ୍ସବର୍ଗର ଅବସ୍ଥିତି ସୂଚନା କର। ପିଲାମାନେ ତମେ ଦକ୍ଷିଣ ଆଫ୍ରିକାର ମାନଚିତ୍ର ଦେଖିବ କୋଠାରେ କଣ ରହିଛି ଅଛି ଆଉ ଜୋହାନ୍ସବର୍ଗ ଅଛି ସେଟାକୁ ଚିହ୍ନଟ କରିବ। ରାଇଟ। ଏବେ ଦେଖ 1915 ଜାନୁଆରୀ 9 ତାରିଖ ଦିନ ଗାନ୍ଧିଜୀ ଭାରତକୁ ଫେରି ଆସିଲେ। ଓକେ। ତ ଯେତେବେଳେ ଦକ୍ଷିଣ ଆଫ୍ରିକାକୁ ସେ ଗଲେ ଦକ୍ଷିଣ ଆଫ୍ରିକାରୁ କେବେ ଆସିଲେ? ଦକ୍ଷିଣ ଆଫ୍ରିକାରେ ସେ 1915 ଜାନୁଆରୀ 9 ତାରିଖ ଫେରିଲେ। କେବେ ଫେରିଲେ? 1915 ଜାନୁଆରୀ 9 ତାରିଖ ଦିନ ଭାରତକୁ ସେ ଫେରିଲେ। ଗାନ୍ଧିଜୀ ଗୋପାଳ କୃଷ୍ଣ ଗୋଖଲେଙ୍କୁ ତାଙ୍କର ରାଜନୈତିକ ଗୁରୁ ଭାବରେ ଗ୍ରହଣ କରୁଥିଲେ ଏବଂ ଗୋଖଲେଙ୍କ ଉପଦେଶ ଅନୁଯାୟୀ ଗାନ୍ଧିଜୀ ଏକ ବର୍ଷ କାଳ ରାଜନୀତିରୁ ଦୂରେଇ ରହିଲେ ଏବଂ ସେହି ସମୟ ମଧ୍ୟରେ ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରି ଲୋକମାନଙ୍କର ରାଜନୈତିକ ମନୋଭାବ ଲକ୍ଷ୍ୟ କରିଥିଲେ ଏବଂ ଦକ୍ଷିଣ ଆଫ୍ରିକାରେ ତାଙ୍କର ମହାନ ନୀତି ଯୋଗୁଁ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ତାଙ୍କୁ ମହାତ୍ମା ଆଖ୍ୟା
ଆଖ୍ୟା ପ୍ରଦାନ କଲେ। ଦେଖ ପିଲାମାନେ କଣ ହେଇଛି ଯେତେବେଳେ ସେ 9 ତାରିଖ ଜାନୁଆରୀ ମାସ 1915ରେ ଭାରତକୁ ଫେରି ଆସିଲେ ସେତେବେଳେ ତାଙ୍କୁ ଗୋପାଳ କୃଷ୍ଣ ଗୋଖଲେଙ୍କୁ ରାଜନୈତିକ ଗୁରୁ ବୋଲି ସେ ଗ୍ରହଣ କରୁଥିଲେ ଏବଂ ଗୋଖଲେ ତାଙ୍କୁ ପରାମର୍ଶ ଦେଲେ ଯେ ଗୋଟେ ବର୍ଷ ପାଇଁ ତୁମେ ରାଜନୀତିରୁ ଓହରି ଯାଅ। ରାଜନୀତିକରୁ ଓହରି ଯାଇ ସେ ଭାରତର ଅନେକ ପ୍ରାନ୍ତ ଅନେକ ସ୍ଥାନ ଭ୍ରମଣ କରି ରାଜନୈତିକ ମନୋଭାବ କଣ ଅଛି ସେ ବିଷୟରେ ଅନୁଧ୍ୟାନ କରିବା ପାଇଁ ସେ ଚେଷ୍ଟା କଲେ। ଦକ୍ଷିଣ ଆଫ୍ରିକାରେ ଯୋଉ ମହାନ ନୀତି ଅବଲମ୍ବନ କରିଥିଲେ, ଯାହା ଅହିଂସା ନୀତି ଅବଲମ୍ବନ କରିଥିଲେ, ଏଣୁ ତାଙ୍କୁ ମହାତ୍ମା ଗାନ୍ଧୀ କଣ କହିଲେ? ମହାତ୍ମା ଆଖ୍ୟା ଦେଇଥିଲେ। ପିଲାମାନେ ମହାତ୍ମା ଗାନ୍ଧୀ କେବେ ଦକ୍ଷିଣ ଆଫ୍ରିକାର ଭାରତକୁ ଆସିଥିଲେ? 1915 ଜାନୁଆରୀ 9 ତାରିଖ ଦିନ। ତାଙ୍କର ରାଜନୈତିକ ଗୁରୁ କିଏ ଥିଲା? ଗୋପାଳ କୃଷ୍ଣ ଗୋଖଲେ। ତାଙ୍କୁ ମହାତ୍ମା ଆଖ୍ୟା କିଏ ଦେଇଥିଲେ? ରବୀନ୍ଦ୍ରନାଥ ଠାକୁର। ତାଙ୍କୁ କଣ ପାଇଁ ମହାତ୍ମା ଆଖ୍ୟା ଦେଇଥିଲେ? ଦକ୍ଷିଣ ଆଫ୍ରିକାରେ ତାଙ୍କର ମହାନ ନୀତି ଯୋଗୁଁ। ରାଇଟ, ପ୍ରଦାନ କଲେ। ରାଇଟ, ତାପରେ ଦେଖିବା କଣ 1906 ଖ୍ରୀଷ୍ଟାବ୍ଦରେ ଅହମ୍ମଦାବାଦ ନିକଟରେ ସାବରମତୀ ନଦୀ କୂଳରେ ଏକ ଆଶ୍ରମ ପ୍ରତିଷ୍ଠା କରି ସେ ଦେଶବାସୀଙ୍କୁ ସତ୍ୟ, ଅହିଂସା, ନିଷ୍ଠା ଓ ନିର୍ଭୀକତାର ପ୍ରଥମ ପ୍ରଦର୍ଶନ କରିଥିଲେ। ପଥ ପ୍ରଦର୍ଶନ କରିଥିଲେ। ଦେଖନ୍ତୁ ସେ ଗୋଟେ ବର୍ଷ ବୁଲିବା ପରେ 1915ରୁ 1906 ମସିହାରେ ସେ ଅହମ୍ମଦାବାଦ ନିକଟରେ ସାବରମତୀ ନଦୀ ଅଛି। କୋଉ ନଦୀ? ସାବରମତୀ ନଦୀ। ସେଠି ଗୋଟେ ଆଶ୍ରମ ପ୍ରତିଷ୍ଠା କଲେ ଏବଂ ସେ ଆଶ୍ରମରେ ଦେଶବାସୀଙ୍କୁ କଣ କଣ ଶିଖେଇଲେ? ସତ୍ୟ ବିଷୟରେ, ଅହିଂସା ବିଷୟରେ, ନିଷ୍ଠା ବିଷୟରେ ଏବଂ ନିର୍ଭୀକତା ବିଷୟରେ ସେ ପଥ ପ୍ରଦର୍ଶନ କଲେ। କୋଉମାନଙ୍କୁ? ଭାରତବାସୀ ମାନଙ୍କୁ। ଗାନ୍ଧୀଜୀଙ୍କ ମତରେ ସତ୍ୟାଗ୍ରହର ଅର୍ଥ ଭୀରୁତା ନୁହେଁ। ସତ୍ୟାଗ୍ରହ ହେଉଛି ସତ୍ୟ ପ୍ରତି ଆଗ୍ରହ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ। ଓକେ, ଯେତେ ସତ୍ୟାଗ୍ରହ ମାନେ ଭୀରୁତାର ପ୍ରତୀକ ନୁହେଁ, ସେ ହେଲା ସତ୍ୟ ପ୍ରତି ଆଗ୍ରହ ଆଉ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ସତ୍ୟାଗ୍ରହ ବୋଲି ସେ ଲୋକମାନଙ୍କୁ ବୁଝେଇବାରେ ଲାଗିଲେ। କିଏ? ମହାତ୍ମା ଗାନ୍ଧୀ। ରାଇଟ, ତାପରେ କଣ ହେଇଛି? 1917ରେ ଇଂରେଜ ଉପନିବେଶ ଗୁଡ଼ିକ ପାଇଁ ଭାରତୀୟ ମାନଙ୍କର ନିଯୁକ୍ତିକୁ ବନ୍ଦ ନ କଲେ ସରକାରଙ୍କ ବିରୋଧରେ ସତ୍ୟାଗ୍ରହ ଆରମ୍ଭ କରିବା ପାଇଁ ଧମକ ଦେଲେ ଗାନ୍ଧୀଜୀ। ଏହି ନିଯୁକ୍ତି ବନ୍ଦ କରିବାର ସଫଳ ହୋଇଥିଲା ଏବଂ ପ୍ରାରମ୍ଭିକ ସ୍ତରରେ ସତ୍ୟ ଭାରତରେ ତାଙ୍କ ଦ୍ୱାରା ସଂଗଠିତ କେତେକ ଆନ୍ଦୋଳନ ସଫଳତା ତାଙ୍କର ପ୍ରସିଦ୍ଧ ଆଣିଥିଲେ। ଦେଖ ପିଲାମାନେ 1917ରେ ଇଂରେଜ ମାନେ ଉପନିବେଶ ଗୁଡ଼ିକ ପାଇଁ ଭାରତୀୟ ମାନଙ୍କୁ ନିଯୁକ୍ତି ବନ୍ଦ ନ କଲେ, ଯୋଉ ଉପନିବେଶ ଦ୍ୱାରା ଭାରତୀୟ ମାନଙ୍କୁ ନିଯୁକ୍ତି ଦେଇଥିଲେ ସେଇଟା ଯଦି ବନ୍ଦ ନ କରିବେ ସରକାରଙ୍କ ବିରୋଧରେ ସତ୍ୟାଗ୍ରହ ଆରମ୍ଭ କରିବ ବୋଲି ସେ ଧମକ ଦେଲେ ଏବଂ ଏହି ନିଯୁକ୍ତି ବନ୍ଦ କରିବାରେ ସେ ସଫଳ ମଧ୍ୟ ହେଇଥିଲେ। ନିଯୁକ୍ତି ସେମାନେ ପାଇଲେ ନାହିଁ, ସେଟା ବନ୍ଦ କରିଲେ ଏବଂ ପ୍ରାରମ୍ଭିକ ସ୍ତରରେ ଯୋଉ ସ୍ଥାନରେ ସଂଗଠିତ ଭାବରେ କେତେ ଆନ୍ଦୋଳନ କରିଥିଲେ ସେଠାରେ ତାଙ୍କୁ ପ୍ରସିଦ୍ଧ ଆରମ୍ଭ କରିଦେଇଥିଲେ। ରାଇଟ, ଏବେ ଆମେ ଦେଖିବା ପ୍ରଥମ ଅଧ୍ୟାୟର ପ୍ରଥମ ଆନ୍ଦୋଳନ ଚମ୍ପାରଣ ଆନ୍ଦୋଳନ। ଭାରତରେ ଆସିଲା ପରେ ଦେଖନ୍ତୁ ନିଯୁକ୍ତି ବନ୍ଦ କଲେ। ନିଯୁକ୍ତି ବନ୍ଦ କଲା ପରେ ସେ କଣ କଣ ଆନ୍ଦୋଳନ କରିଛନ୍ତି ଗୋଟେ ପରେ ଗୋଟେ ଆମେ ପ୍ରାଞ୍ଜଳ ଭାବରେ ନେକ୍ସଟ ଭିଡିଓରେ ଦେଖିବା। ଚମ୍ପାରଣ ଆନ୍ଦୋଳନ ପରେ ଭଲ ଭାବରେ ଆମେ ଜାଣିବା। ଧନ୍ୟବାଦ। ଥ୍ୟାଙ୍କ୍ସ ଫର ୱାଚିଂ ଦିସ୍ ଭିଡିଓ। ଓକେ, ଅଲ୍ ଦ ବେଷ୍ଟ।